ଯିବା ଦରକାର। ରାହୁଲ ଗାନ୍ଧୀଙ୍କ ନାଁରେ ଯେଉଁ ମିଥ୍ୟା ପ୍ରଚାର ହେଉଛି, ନିନ୍ଦା କରାଯାଉଛି, ତାକୁ ପେଲି ଦେଲେ, ତାକୁ ମୁହଁ ପଠେଇ ଦେଲେ, ତାକୁ ଧକ୍କା ଦେଲେ, କୁଆଡ଼େ ଗଲା କ୍ୟାମେରା ଲୋକସଭା ଦେଖାଅ। ରାହୁଲ ଗାନ୍ଧୀ ଟଚ୍ କରିଛନ୍ତି, ରାହୁଲ ଗାନ୍ଧୀ ତଣ୍ଟିଆ ଦେଇଛନ୍ତି, ରାହୁଲ ଗାନ୍ଧୀ ମୁଣ୍ଡ ଫଟେଇଛନ୍ତି। ତମେ ଶାହାକୁ ପ୍ରୋଟେକ୍ସନ ଦେବା ପାଇଁ ଗୋଟେ ଆଳ କରିଛ। ଡକ୍ଟର ଆମ୍ବେଦକର ଜଣେ ବିଶ୍ୱର ଅଦ୍ୱିତୀୟ ଜ୍ଞାନୀ ଆଇନଜୀବୀ, ଭାରତ ଲ ତାକୁ ଗାନ୍ଧୀ ନେହେରୁ ଦେଇଥିଲେ ସମ୍ବିଧାନକୁ ତିଆରି କରିବା ପାଇଁ। 3500 ପ୍ରସ୍ତାବକୁ ସେ ଟିକିନିକି ତର୍ଜମା କରି ଯେଉଁ ସମ୍ବିଧାନ କରିଛନ୍ତି, ୱାର୍ଲଡ ଫେମସ୍, ସାରା ବିଶ୍ୱ ମାନୁଛି ଭାରତ ସମ୍ବିଧାନ ଅପୂର୍ବ। ତାକୁ ତମେ ବଦନାମ କରିବ ଡକ୍ଟର ଆମ୍ବେଦକରକୁ। ସାହା ତମେ ଜଣେ କ୍ରିମିନାଲ ହେଇଯାଇଛ, ହୋମ୍ ମିନିଷ୍ଟର ଇଣ୍ଡିଆ। ତମେ ତାକୁ ବଦନାମ କରୁଛ, ଡକ୍ଟର ଆମ୍ବେଦକରକୁ ବଦନାମ କରି ସେଥିରୁ ଖସିଯିବା ପାଇଁ ରାହୁଲ ଗାନ୍ଧୀଙ୍କ ନାଁରେ ମିଥ୍ୟା ପ୍ରଚାର କରି ଷଡ଼ଙ୍ଗୀ ପେଲିଦେଲେ, ଷଡ଼ଙ୍ଗୀ ବାଡ଼େଇ ଦେଲେ, ଷଡ଼ଙ୍ଗୀଙ୍କ ମୁଣ୍ଡ ଫଟେଇ ଦେଲେ, ଷଡ଼ଙ୍ଗୀ ଏହା କରିଦେଲେ। କାହିଁ କ୍ୟାମେରା, କାହିଁ ଦେଖାଅ କ୍ୟାମେରା, ଲୋକସଭା କ୍ୟାମେରା। ରାହୁଲ ଗାନ୍ଧୀ ପେଲିଛନ୍ତି, ବାଡ଼େଇଛନ୍ତି, ମୁହଁ ପଠେଇଛନ୍ତି, କ'ଣ କରିଛନ୍ତି? ମିଥ୍ୟା। କଂଗ୍ରେସ ଆନ୍ଦୋଳନ କରୁଛି, ଆମେ ବି କରିବୁ। ସାହା କଂଗ୍ରେସ କରୁଛି ଚାରିଆଡ଼େ, ଇଣ୍ଡିଆ ଯାକ କରିବୁ। ଆମ ନେତା ରାହୁଲ ଗାନ୍ଧୀ ବଦନାମ କରାଯାଉଛି ମହାଶୂନ୍ୟରେ। ବିଜେପି ଶାହାକୁ ପ୍ରୋଟେକ୍ସନ ଦେବା ପାଇଁ ଆମ୍ବେଦକରକୁ ସେ ଯେଉଁ କ୍ରିଟିସାଇଜ କରିଛନ୍ତି, ନିନ୍ଦିତ କରିଛନ୍ତି, ଭାରତ ଯାକ କ୍ଷୁବ୍ଧ। ଆକୁ ଦବେଇବା ପାଇଁ ଆମ୍ବେଦକର ବଦନାମକୁ ଯେଉଁ କରିଛି ଶାହା, ଇଏ ରାହୁଲ ଗାନ୍ଧୀଙ୍କର ଗୋଟେ ସାହା ପାଇଛନ୍ତି ରାହୁଲ ଗାନ୍ଧୀଙ୍କ ନାଁରେ ଖସିଯିବା ପାଇଁ। ଏଠି ଆଉ ଖସିବା ସ୍ଥାନ ନାହିଁ। ଶାହା ଇସ୍ତଫା ଦେବା ଦରକାର। ମହାମାନ୍ୟ ଯାହାକୁ କୁହାଯାଏ, ଡକ୍ଟର ଆମ୍ବେଦକରଙ୍କ ନାଁରେ ଯେଉଁ କ୍ରିଟିସିଜମ୍ ହେଇଛି, ଯେଉଁପରି ଭାବେ ବ୍ୟବହାର କରିଛନ୍ତି, ଯେଉଁ ଭଳିଆ ଭାଷା ପ୍ରୟୋଗ କରିଛନ୍ତି, ଶାହା ଇସ୍ତଫା ଦେବା ଦରକାର।